ରାଉରକେଲା ରେଞ୍ଜରେ ଅପକାରୀ ଧରପକଡ଼। ରାଉରକେଲା ରେଞ୍ଜରେ ଅପକାରୀ ଧରପକଡ଼ ଆରମ୍ଭ ହୋଇଛି। ରେଞ୍ଜ ଅଫିସର ଓ ଅବକାରୀ ଷ୍ଟାଫ୍ମାନେ ମିଳିତ ଭାବରେ ଏହି ଚଢ଼ାଉ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ବଣ ଜଙ୍ଗଲ ଘେରା ଅଞ୍ଚଳଗୁଡ଼ିକୁ ଯାଇ ଚଢ଼ାଉ କରାଯାଉଛି। ଆସନ୍ତା ନିର୍ବାଚନକୁ ଆଖି ଆଗରେ ରଖି ଏହି ଚଢ଼ାଉ ଜାରି ରହିଛି। ଅବକାରୀ ଦଳ ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ରେଲାପୋଷ, ବୁଚାହଣ୍ଡା, ଡାହିଟୋଲା ପ୍ରଭୃତି ଅଞ୍ଚଳର ଜଙ୍ଗଲ, ନାଳ, ହୁଡ଼ା ଅଞ୍ଚଳରେ ଚଢ଼ାଉ କରି ମୋଟ 14,130 କେଜି ମହୁଲ ପୋଚ ଓ 273 ଲିଟର ହାତରନ୍ଧା ମହୁଲି ମଦ ଜବତ କରି ଘଟଣାସ୍ଥଳରେ ନଷ୍ଟ କରି ଦିଆଯାଇଛି। ଏ ବାବଦରେ 3 ଗୋଟି ପୃଥକ ପୃଥକ ଅବକାରୀ ମୋକଦ୍ଦମା ରୁଜୁ କରାଯାଇଛି। ଘଟଣାସ୍ଥଳରେ କୌଣସି ଆସାମୀ ଧରାପଡ଼ି ନାହାନ୍ତି ଓ ଏ ସମ୍ପର୍କରେ କାହାରିକୁ ଗିରଫ କରାଯାଇନଥିବା ଜଣାପଡ଼ିଛି। ଏହି ଚଢ଼ାଉରେ ଡେପୁଟି ସୁପରିଟେଣ୍ଡେଣ୍ଟ ଏକ୍ସାଇଜ୍ ରାଉରକେଲା ଅର୍ଚ୍ଚନା ବାରିକ, ଇନ୍ସପେକ୍ଟର ଶ୍ରୀ ମୋହନ ପ୍ରଧାନ, ମାନୁ ଆୟଲ ଓଆଇସି ରାଉରକେଲା, ଆକାଶ ସାହୁ ଓଆଇସି ରାଉରକେଲା, ଅଜୟ କୁମାର ପ୍ରଧାନ ଏସ୍ଆଇ ମୋବାଇଲ ୟୁନିଟ୍ ଏବଂ ରାଉରକେଲା ରେଞ୍ଜର ଅବକାରୀ ବିଭାଗର ସମସ୍ତ ଷ୍ଟାଫ୍ ଏଥିରେ ସାମିଲ ହୋଇଥିଲେ। ଦେଖନ୍ତୁ ତାରି ଚିତ୍ର। ब्यूरो न्यूज ओडिशा कथा यूट्यूब चैनल को आपण माने देखुचंती। मतामत दियंतु, लाइक करंतु, सब्सक्राइब करंतु और शेयर मध्य करंतु।